ସମସ୍ତଙ୍କୁ ଜୁହାର ନମସ୍କାର। ଆଜିକା ବରଗଡ଼ ସାମ୍ବାଦିକ ସଂଘନୁ ପଶ୍ଚିମ ଓଡ଼ିଶା କୃଷ୍ଣଗୁରୁ ସଂଘ ଆଡ଼ୁ ଗୋଟେ ବୈଠକ କରାଗଲା। ଯେନ୍ ବୈଠକରେ କି ଆମର ଟୋଟାଲ 10ଟା ଜିଲ୍ଲାକେ ନେଇକରି ଯେନ୍ କଳାକାର ଅଛନ୍ କୃଷ୍ଣଗୁରୁର ନଚନିଆ ବାଜନିଆ ଡେଗନିଆ ଯାହା ବି ଅଛନ୍ ସେ ସଂଘକେ ନେଇକରି ଗୋଟେ ଆମେ ନୂଆ ରୁଲ୍ ବାହାର କରାଲୁ, ନିୟମ ବାହାର କରାଲୁ। ଯେନ୍ ନିୟମରେ କି ଆମର ଅଞ୍ଚଳର ଭାଷା ପରମ୍ପରା କଳାକାର ଯେନ୍ତା ଆଗକେ ଯିବେ ସେ ହିସାବରେ ଆମେ ଗୋଟେ ନୂଆଟା ସଂଘର ଗାଇଡ଼ଲାଇନ୍ ବାହାର କରାଲୁ। ଆଉ ତାର୍ ସାଙ୍ଗେ ସାଙ୍ଗେ ମୋତେ ଯେହେତୁ ମାନେ ଉପଦେଷ୍ଟା ହିସାବରେ ପଶ୍ଚିମ ଓଡ଼ିଶା ସଂଘ ଯେହେତୁ ମୋତେ ଉପଦେଷ୍ଟା ହିସାବରେ ବାଛିଛେ ତାହାକୁ ବି ହାତ ଯୋଡ଼ିକି ବହୁତ ବହୁତ ଧନ୍ୟବାଦ। ଆଉ ଦେଖମୁ ଆମର ଇଆଡ଼ର ଲୋକ କେନ୍ତିକରି ଅସୁବିଧାରେ ନାଇଁ ରହୁନ୍। ଆମର କଳାକାର ଯେନ୍ ଜାଗାକେ ବି ଯାଉଛନ୍ କେନ୍ ଜାଗାରେ ମାରପିଟ୍ ବି କରସନ୍, କେନ୍ ଜାଗାରେ କେଚକେଚା କଥା ବି କହେସନ୍, ତ ସେ ଜାଗାରେ ଭୁଲ ଯେନୁ ହେଲା ଆମର କୁଶଳାଞ୍ଚଳର ସବୁ ଲୋକ ଇ ସଂଘ ସାଙ୍ଗେ ରହିବା ଆଉ କୌଶଳବାଦୀ ସଂଗଠନ ବି ତାଙ୍କର ସାଙ୍ଗେ ରହିବା। ଆଶା କରମୁ ଏମାନେ ଆଗାମୀ ଦିନରେ ଭଲସେ ତାଙ୍କର କଲା ପ୍ରଦର୍ଶନ କରିବେ। ଆଉ ତାର ସାଙ୍ଗେ ସାଙ୍ଗେ ଆଉ ଥରେ ସମସ୍ତଙ୍କୁ ଫେର ଗା ଜୁହାର ଆଉ ଧନ୍ୟବାଦ। ଏମାନେ ସେଟା କହିଲେ ବରଗଡ଼ର ସାମ୍ବାଦିକ ଭବନଠାରେ ଗୋଟେ ସଭା ଆୟୋଜନ କରାଯାଇଥିଲା। ସେଥିରେ ଆମର ଭୁଲ ବୁଝାମଣା ହେତୁ ଗୁର୍ଦା ପାର୍ଟିକେ ସଂଘରୁ ବହିଷ୍କାର କରିଛୁ ବୋଲି ଆମେ ଭାଇରାଲ କରାଯାଇଥିଲା সোশ্যাল মিডিয়ায়। ସେ ସବୁକେ କ୍ୟାନସଲ୍ କରିକିରି ଆଜି ଯେନ୍ତା ପହିଲା 46 ପାର୍ଟି ଗୋଟେ ପରିବାର ହେଇଥିଲୁ, ଆଜିନୁ ଫେର୍ ଆମର ଗୁର୍ଦା ପାର୍ଟିକେ ସଂଘ ଭିତରେ ଜଏନ୍ କରିକିରି ଆମେ ଗୋଟେ ପରିବାର ହେଇକିରି ଆଗକେ ଚଲବୁ। ଆଜିର ମୂଳ ଉଦ୍ଦେଶ୍ୟ ଏଇଟା ଥିଲା। ତାর সাথে সাথে আজ্ঞা আমার কেতেটা নূয়া গাইডলাইন বহরাইছে, সেটা আমি পরে সেটা লিস্টিং ହେଲା ପରେ ଆମେ ନେକ୍সଟ ମିଟିଂରେ ଗାଇଡଲାଇନ୍ କରିଛୁ। ନମସ୍କାର, ମୁଁ ହେଉଛି ଗୁର୍ଦା କୃଷ୍ଣଗୁରୁର ମ୍ୟାନେଜର। ଆଉ ଆଜି ଗୋଟେ ଯେନ୍ ଏଇଟା ମିଟିଂ ରଖା ହେଇଥିଲା, ଯେନ୍ ସଭା ସମ୍ମିଳନୀ ଥିଲା, ସେଥିରେ ଆମର ତାପରେ ଏଇଟା ହେଇପାରିଛେ। ଆଉ ଗୋଟେ ଭାଇରାଲ ହେଇଥିଲା ଭିଡ଼ିଓଟେ আমার নাঁরে সে জিনিসকে ভুল বুঝামଣା লাগে হয়েছিল, ভুল বুঝামଣା লাগে সেটা হয়েছিল। আর সেটু আমি কম্প্রোমাইজ করি আগে ভলসে চলবু। আর সে ভুল ভালকে ধরবার নাই না, আগে কেমতি আমার সঙ্গ ভলসে চলবা আর আমি কেমতি ভলসে রহমু সবে বলি এটা আমার গোটে তাপর দ্বারা এটা সকসেস হয়ে পারি। নমস্কার।